ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଥିଲେ ଆଜିର ଏହି ଭିଡ଼ିଓଟିକୁ ପୁରା ଦେଖିବେ। ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବାକୁ ଚାହୁଁଥିଲେ ଆଜିର ଏହି ଭିଡ଼ିଓଟିକୁ ପୁରା ଦେଖିବେ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଅଳ୍ପ ଟିକେ ଅରୁଆ ଚାଉଳ ଆଉ ଦୁଇଟା ଲବଙ୍ଗର ସାହାଯ୍ୟରେ ନାରୀ ମୋହିନୀ ବଶୀକରଣ ବିଦ୍ୟା, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ଅତି ସହଜରେ ପଟେଇ ପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ ଆପଣଙ୍କୁ ସହଜ ଲାଗିବ, କିନ୍ତୁ ଇଏ ପ୍ରଚଣ୍ଡ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯିଏ ବି ଚାଉଳ ଆଉ ଲବଙ୍ଗର ଏହି ବଶୀକରଣ କରିଛି 100ରୁ 100% ସଫଳ ହେଇଛି। ଆଶା ଛାଡ଼ି ଦେଇଥିବା ଲୋକ ମଧ୍ୟ ନିଜ ପ୍ରେମକୁ ପାଇପାରିଛି। ବିନା କୌଣସି କଷ୍ଟ କାମ କରି, ବିନା କୌଣସି ପଇସା ଖର୍ଚ୍ଚ କରି ଆପଣ ଘରେ ବସି ବସି ନିଜ ପସନ୍ଦର ଝିଅକୁ ପଟେଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। କେତେଥର ଏମିତି ହେଇଥାଏ କି ଆପଣ ଯେଉଁ ଝିଅକୁ ଭଲ ପାଉଛନ୍ତି ସେ ଝିଅ ଆପଣଙ୍କୁ ଭଲ ପାଏନି, ଅନ୍ୟ କାହାକୁ ଭଲ ପାଏ, ଆଉ ଆପଣ ତା ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ନିଜର ସବୁ ସମୟ ସାରି ସାରିଲେଣି, କିନ୍ତୁ ସେ ଝିଅକୁ ପଟେଇ ପାରୁନାହାନ୍ତି। ଯଦି ଆପଣ ବି ଏହିପରି ପରିସ୍ଥିତିରେ ପଡ଼ିଛନ୍ତି, ତେବେ ମୋ କଥା ମାନି ଅଳ୍ପ ଟିକେ ଅରୁଆ ଚାଉଳ ଆଉ ଦୁଇଟା ଲବଙ୍ଗ ଆଣି ଏହି ବଶୀକରଣ କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣକୁ ପ୍ରୟୋଗ କରି ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ଅତି ସହଜରେ ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। କିମ୍ବା ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ମାତ୍ର ଥରେ ଏହି ବଶୀକରଣ କରିଦିଅନ୍ତୁ। ସେ ଝିଅ ନିଜେ ଆସିବ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ତେବେ ଚାଉଳ ଆଉ ଲବଙ୍ଗର ଏହି ବଶୀକରଣ ଆପଣ କିପରି କରିବେ, ଏହାଦ୍ୱାରା ଆପଣ କିପରି ଝିଅ ପଟେଇ ପାରିବେ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ ଆଉ ଗୋଟିଏ ଛୋଟିଆ କଥା ଜାଣି ରଖନ୍ତୁ, ଆପଣଙ୍କର ବଶୀକରଣ 100ରୁ 100% କାମ କରିବ। ଦେଖନ୍ତୁ, ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେତେ ସୁନ୍ଦରୀ ଝିଅ ବା ସୁନ୍ଦରୀ ନାରୀକୁ ଚାହିଁବେ ନିଜର କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଚାଉଳ ଆଉ ଲବଙ୍ଗର ଏହି ବଶୀକରଣ ଆପଣ କିପରି କରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବଶୀକରଣ କରିବା ପୂର୍ବରୁ ଭଲ ଭାବରେ ହାତ, ଗୋଡ଼, ମୁହଁ ଧୋଇକି ଏହି ବଶୀକରଣକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଧ୍ୟାନ ସହିତ ଶୁଣନ୍ତୁ। ଯେତେବେଳେ ରାତିରେ ଶୋଇବା ପାଇଁ ଯିବେ, ଅଳ୍ପ ଟିକେ ଅରୁଆ ଚାଉଳ ଆଉ ଦୁଇଟା ଲବଙ୍ଗ ନେଇ ଆସିବେ। ତାପରେ ନିଜ ବିଛଣା ଉପରେ ବସି ପଡ଼ିବେ। ତାପରେ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ ଯାହାକୁ ଆପଣ ପଟେଇବାକୁ ଚାହୁଁଛନ୍ତି। ତାପରେ ଚାଉଳ ଆଉ ଲବଙ୍ଗକୁ ଆପଣ ଏହିପରି ମିଶାଇବେ। ଧ୍ୟାନ ସହିତ ଦେଖନ୍ତୁ। ମିଶାଇବା ସମୟରେ ମୁଁ ଆପଣଙ୍କୁ ଗୋଟିଏ ମନ୍ତ୍ର କହୁଛି, ଏହି ମନ୍ତ୍ରକୁ ଆପଣ 51 ଥର ପଢ଼ିବେ। ମୋହେ ମୋହେ ମନମୋହେ ତନ୍ମୋହେ ବଶୀ କରାଏ, ମୋହେ ମୋହେ ମନମୋହେ ତନ୍ମୋହେ ବଶୀ କରାଏ। ଏହିପରି ଚାଉଳ ଆଉ ଲବଙ୍ଗକୁ ଆପଣ ମିଶାଉଥିବେ ଆଉ ମନ୍ତ୍ରକୁ 51 ଥର ପଢ଼ିବେ। 51 ଥର ମନ୍ତ୍ର ପଢ଼ି ସାରିବା ପରେ 3 ଥର ସେ ଝିଅର ନାମ କହିବେ। ତାପରେ ଏ ଯେଉଁ ଚାଉଳ ଆଉ ଲବଙ୍ଗ ମିଶାଇଛନ୍ତି ସେଥିରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ଏ ଚାଉଳ ଲବଙ୍ଗକୁ ଏହିପରି କାଗଜରେ ମୋଡ଼ିକି ନିଜ ତକିଆ ତଳେ ରଖିକି ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ଆପଣ କ'ଣ କରିବେ, ଏ ଚାଉଳ ଆଉ ଲବଙ୍ଗକୁ ନେଇକି ସେଇ ଝିଅ ବା ମହିଳାର
ଘର ସାମ୍ନାରେ ପକାଇଦେବେ ଯାହାକୁ ଆପଣ ବସରେ କରିବାକୁ ଚାହୁଁଛନ୍ତି। ଗ୍ୟାରେଣ୍ଟି ଦେଉଛି ଏତିକି କରିଦିଅନ୍ତୁ, ସେ ଝିଅ ହେଉ ବା ପଡ଼ିଶା ଘର ସୁନ୍ଦରୀ ଭାଉଜ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।